ଅନ୍ୟମନସ୍କ ହୋଇ ଠିଆ ହୋଇଥିବା ଅନୁପମ ଆଶ୍ଚର୍ଯ୍ୟ ହୋଇଯାଉଥିଲେ ଗାୟତ୍ରୀକୁ ଦେଖି। ସ୍ତବ୍ଧ ସମୟ ବାନ୍ଧି ହୋଇଯାଉଥିଲା ସମ୍ପର୍କର ପ୍ରତିବଦ୍ଧତାରେ। ସ୍ତୂପୀକୃତ ଅନେକ ପ୍ରଶ୍ନ, ଜମାଟ ବାନ୍ଧିଥିବା ଆବେଗ ଉନ୍ମୁକ୍ତ ହେଉଥିଲା ଭାବର ଆଦାନ ପ୍ରଦାନରେ। ନିଜର ସାଂସାରିକ ଜୀବନ, ନିଜର କାର୍ଯ୍ୟବ୍ୟସ୍ତତା ବିଷୟରେ କହିଯାଉଥିଲେ ଅନୁପମ। ଯେମିତି କେତେ ବର୍ଷର ଅନେକ କଥା ରହିଯାଇଛି ଜମାଟ ବାନ୍ଧି। ତାଙ୍କର ପୋଷ୍ଟିଂ ହୋଇଥିଲା ଚେନ୍ନାଇର ରେଭିନ୍ୟୁ ଡିପାର୍ଟମେଣ୍ଟରେ। ଅନୁପମ କହୁଥିଲେ ଅରୂପାଙ୍କ କଥା। ଖୁବ୍ ମଡର୍ଣ୍ଣ ଅରୂପା। ପୁଅ ସୌମ୍ୟ ବୋର୍ଡିଂ ସ୍କୁଲରେ। ଓଡ଼ିଶା ଆସିବାକୁ ବିଲକୁଲ ରାଜି ନୁହନ୍ତି ଅରୂପା। ସବୁବେଳେ ସପିଂ, ପାର୍ଟି। ଅନେକ ଥର ତାଙ୍କୁ ଡାକିଲେଣି ଅନୁପମ। ମା ଦେହ ତ ଆଜିକାଲି ଭଲ ରହୁନାହିଁ, ଚାଲ ଥରେ ଓଡ଼ିଶା। ସଫା ସଫା ମନା କରିଦେଲେ ଅରୂପା। ତମେ ତ ଜାଣିଛ ଗାଁରେ ମୁଁ ଚଳିପାରିବିନି, କାହିଁକି ମୋତେ ଡାକ କହିଲ? ଇଚ୍ଛା ହେଉଛି ଯଦି ନିଜେ ଯାଇ ବୁଲି ଆସ। ଏବେ କିନ୍ତୁ ଅରୂପାଙ୍କ ନୀତି ନିୟମରେ ଅଣନିଶ୍ୱାସୀ ହୋଇପଡ଼ିଲେଣି ଅନୁପମ।